ମତେ କାମ ମିଳିଲାନି। 2 ଦିନ ହେଲା ମୁଁ ଉପାସ ଅଛି। 4-6 ଦିନ ହେଲା କିଛି ମତେ କାମ ମିଳୁନି। କଣ କରିବି? କୋଉଠୁ କାମ ଖୋଜିବାକୁ ଯିବି? ଏମିତି କହି ରାନୁ ଚଢ଼େଇ ଘରକୁ ଫେରୁଥିଲା। ସେ ଘରକୁ ଫେରିବା ବାଟରେ ହଠାତ୍ ତା ଆଖି ଆଗରେ ଗୋଟିଏ ଆମ୍ବ ଗଛ ପଡ଼ିଲା। ଆରେ, ଏ ଜଙ୍ଗଲରେ ଏ ଆମ୍ବ ଗଛଟିରେ ବହୁତ ସୁନ୍ଦର ସୁନ୍ଦର ଆମ୍ବ ହୋଇଛି। ମୁଁ ଯାଏ ସେ ଆମ୍ବରୁ ଗୋଟେ ଆମ୍ବ ଚାଖେ। ଯଦି ସେ ଆମ୍ବ ମିଠା ହୋଇଥିବ ତାହେଲେ ମୁଁ ତାକୁ ବଜାରରେ ବିକ୍ରି କରି କିଛି ପଇସା ପାଇଯିବି। ଆଉ କମ୍ ସେ କମ୍ 1-2 ଦିନ ତ ସେଇ ପଇସାରେ ମୁଁ ଚଳିଯିବି। ମତେ ଉପାସ ରହିବାକୁ ଆଉ ପଡ଼ିବନି। ଏମିତି କହି ରାନୁ ଚଢ଼େଇ ସେଇ ଆମ୍ବ ଗଛ ପାଖକୁ ଗଲା। ଦେଖିଆ, ମୁଁ ଆମ୍ବରୁ ଗୋଟେ ଚାଖେ, କେମିତି ଲାଗୁଛି ଆମ୍ବଟା। ଆରେ, ଏ ଆମ୍ବ ତ ବହୁତ ମିଠା ଲାଗୁଛି। ବଜାରରେ ସବୁ ଚଢ଼େଇମାନେ ଏ ଆମ୍ବକୁ ସଙ୍ଗେ ସଙ୍ଗେ ନେଇଯିବେ। ଆଉ ମତେ ଆଜି ବହୁତ ପଇସା ମିଳିବ। ଏମିତି କହି ଚଢ଼େଇ ସବୁ ଆମ୍ବ ଗୁଡ଼ିକୁ ନେଇ ବଜାରରେ ବିକ୍ରି କଲା। ଆଉ ସେ ଆମ୍ବ ବିକ୍ରି କରି ଆସୁଥିବା ବେଳେ ହଠାତ୍ ତାକୁ ବାଟରେ ଗୋଟିଏ ଦୁଷ୍ଟ ପେଚା ଭେଟ ହେଲା। ଆରେ, ଏ ଚଢ଼େଇ, ତୁ ହାତରେ ପଇସା ଧରିଛୁ? ଦେ, ମତେ ଏଇ ପଇସା ଦେ। ମୋର ପଇସାରେ ବହୁତ କାମ ଅଛି। ନାଇଁ ପେଚା ଭାଇ, ମୁଁ ଏ ପଇସା ଆମ୍ବ ବିକ୍ରି କରି ଆଣିଛି। ଆଉ 2 ଦିନ ହେଲା ମୁଁ କିଛି ବି ଖାଇନି। ଭୋକ ଉପାସରେ ଅଛି। ଏ ପଇସା ନେଲେ ମୋ ଘରେ ମୁଁ ସଉଦା କିଣି ରୋଷେଇ କରିବି। ତାପରେ ଦୁଷ୍ଟ ପେଚାଟି ରାନୁ ଚଢ଼େଇର ପଇସା ଧରି ଚାଲିଗଲା। ରାନୁ ଚଢ଼େଇ ମନ ଦୁଃଖରେ ଘରକୁ ଫେରୁଥାଏ। ହଠାତ୍ ଦେଖିଲା ବାଟରେ ଗୋଟିଏ ଆମ୍ବ ପଡ଼ିଛି। ଆରେ, ଏଇ ତ ସେଇ ଆମ୍ବ, ମୁଁ ଯେଉଁ ଆମ୍ବ ବଜାରକୁ ବିକ୍ରି କରି ନେଉଥିଲି। ସେ ଯାଇ ସେ ଆମ୍ବଟିକୁ ହାତରୁ ଉଠେଇଲା ବେଳକୁ ହଠାତ୍ ଆମ୍ବରୁ ଶବ୍ଦ ଆସିଲା। ଆରେ, ଏ ଚଢ଼େଇ, ମୁଁ ହେଲି ଗୋଟିଏ ଯାଦୁର ଆମ୍ବ ଗଛ। ତୁମେ ଯେଉଁ ଆମ୍ବ ଗଛରୁ ଆମ୍ବ ପାରି ବଜାରରେ ବିକ୍ରି କଲ, ମୁଁ ହେଉଛି ସେଇ ଆମ୍ବ। ଚଢ଼େଇ, ମୁଁ ଜାଣିଛି ତୋର ଆମ୍ବ ବିକ୍ରି ପଇସା ସବୁ ଗୋଟିଏ ଦୁଷ୍ଟ ପେଚା ନେଇ ଚାଲିଗଲା। ହେଲେ ସେ ପଇସା ନେଇ ତାର କିଛି ଲାଭ ହବନି। ଲାଭ ହବନି? ଆରେ ଚଢ଼େଇ, ମୋ ଗଛର ଆମ୍ବ ଯେଉଁ ସହୃଦୟ ବ୍ୟକ୍ତି ବିକ୍ରି କରିବ ତାକୁ ହିଁ କେବଳ ପଇସା ମିଳିବ। ଆଉ ଏ ଦୁଷ୍ଟ ପେଚା, ତାର ଗୁଣ ଜମା ବି ଭଲ ନୁହଁ। ତେଣୁ ସେ ପଇସା ନେଇ ଘରକୁ ଗଲା ଭିତରେ ସେ ଗୋବରରେ ପରିଣତ ହେଇଯିବ। ଚଢ଼େଇ, ତୁ ଏ ଆମ୍ବକୁ ନେଇ ଗୋଟେ ମୁଣି ଭିତରେ ପୂରେଇ ଦେ। ସେ ବହୁତ ଆମ୍ବରେ ପରିଣତ ହେଇଯିବ। ଆଉ ତୁ ତାକୁ ବଜାରରେ ବିକ୍ରି କରି ପୁଣି ଥରେ ପଇସା ଇନକମ୍ କରିବୁ। ତାପରେ ଚଢ଼େଇ ସେ ଆମ୍ବଟିକୁ ଗୋଟିଏ ମୁଣିରେ ଭର୍ତ୍ତି କଲାରୁ ସେ ବହୁତ ଗୁଡ଼ିଏ ଆମ୍ବରେ ପରିଣତ ହୋଇଗଲା। ଆଉ ଚଢ଼େଇ ସେ ଆମ୍ବ ସବୁକୁ ନେଇ ବଜାରରେ ବିକ୍ରି କରି ବହୁତ ପଇସା ଇନକମ୍ କଲା। ଗୋଟେ ଦିନ ପେଚା ଚଢ଼େଇ ଘରକୁ ଯାଇ ଦେଖିଲା ଚଢ଼େଇ ବହୁତ ପଇସା ରଖିଛି। ଆରେ, ଏ ଚଢ଼େଇ ଏତେ ପଇସା କୋଉଠୁ ଇନକମ୍ କରୁଛି? ଆଜି ମତେ ପତା ଲଗାଇବାକୁ ପଡ଼ିବ। ପେଚା ଗୋଟେ ଜାଗାରେ ଲୁଚି ରହି ଦେଖିଲା ଚଢ଼େଇ ସେ ଯାଦୁର ଆମ୍ବକୁ ଗୋଟିଏ ଥଳି ଭିତରେ ପୂରେଇଲାରୁ ସେ ବହୁତ ଗୁଡ଼ିଏ ଆମ୍ବରେ ପରିଣତ ହୋଇଗଲା। ଆଚ୍ଛା, ଚଢ଼େଇ ତାହେଲେ ଏ ଯାଦୁ ଆମ୍ବକୁ ବ୍ୟବହାର କରି ବହୁତ ପଇସା ଇନକମ୍ କରୁଛି। ମତେ ତା ଯାଦୁ ଆମ୍ବକୁ ଚୋରେଇବାକୁ ପଡ଼ିବ। ପେଚା ଗୋଟେ ଦିନ ରାତିରେ ଯାଇ ଚଢ଼େଇର ଯାଦୁର ଆମ୍ବକୁ ଚୋରେଇ ନେଲା। ମୁଁ ଯାଉଛି ଏ ଯାଦୁ ଆମ୍ବକୁ ଗୋଟେ ଥଳିରେ ଭର୍ତ୍ତି କରିଦେବି। ସେ ବହୁତ ଗୁଡ଼ିଏ ଆମ୍ବରେ ପରିଣତ ହୋଇଯିବ। ଦୁଷ୍ଟ ପେଚା ସେ ଯାଦୁର ଆମ୍ବକୁ ଗୋଟିଏ ଥଳିରେ ଭର୍ତ୍ତି କଲାରୁ ସେ ଗୋବରରେ ପରିଣତ ହୋଇଗଲା। ଆରେ, ଇଏ କ'ଣ ବହୁତ ଗୁଡ଼ିଏ ଗୋବରରେ ପରିଣତ ହୋଇଗଲା? ଆରେ, ଏ ବଦମାସ ପେଚା, ମୁଁ ଗୋଟିଏ ଯାଦୁର ଆମ୍ବ, ଆଉ ମତେ ଜଣେ ସହୃଦୟ ବ୍ୟକ୍ତି ବ୍ୟବହାର କରିବ। ତୋ ଭଳିଆ ଚୋର ଠକ ବ୍ୟକ୍ତି ଗୋବର ହିଁ ପାଇବ, ପଇସା କେବେ ମୋ ପାଖରୁ ଇନକମ୍ କରିପାରିବନି। ତାପରେ
ଦୁଷ୍ଟ ପେଚା ରାଗିକି ସେ ଯାଦୁର ଆମ୍ବକୁ ସେଠାରୁ ଫୋପାଡ଼ି ଦେଲା। ଆଉ ଯାଦୁର ଆମ୍ବଟି ଉଡ଼ି ଉଡ଼ି ଯାଇ ରାନୁ ଚଢ଼େଇ ଘରେ ପହଞ୍ଚିଗଲା। ଆଉ ରାନୁ ଚଢ଼େଇ ମଧ୍ୟ ପ୍ରତିଦିନ ପରି ସେ ଯାଦୁର ଆମ୍ବକୁ ଥଳିରେ ଭର୍ତ୍ତି କରି ବହୁତ ଗୁଡ଼ିଏ ଆମ୍ବ ପରିଣତ କରିଦେଲା। ଆଉ ବଜାରରେ ନେଇ ବିକ୍ରି କରି ପଇସା ଇନକମ୍ କଲା। ଆଉ ସେ ଗରିବ ଲୋକମାନଙ୍କୁ ମଧ୍ୟ ସାହାଯ୍ୟ କଲା।